ये 15 मिनट आगु ये रखियंदी कोन पाठ दिए हेची ठीक है दरखास्त लिख तमर छुट्टी दरकार बोली तमे विद्यालय को आस हेडमास्टर
ଠକ ପିଲା ଗୁଡାକ ନା।
आज सर्वनाम पढ़ाबो बही बाहर करी सर्वनाम पढ़ पढ़ेबे सर्वनाम हाँ लेख ये लेखुचंती ସେମାନେ କଣ କରିବେ ବସିବେ କାହିଁକି ସର୍ବନାମ ପଢ ବିଶେଷ ବିଶେଷଣ ପଚାରିବେ ଆଗ ତାପରେ ସର୍ବନାମ ପଢେଇବେ ସର୍ବନାମ ସବୁଠୁ ସହଜ এটা ପୁରା ଇମ୍ପୋର୍ଟାଣ୍ଟ ପୁରା ପ୍ରୋସେସର ତାହା ଭୁଲ ହବ ତମେ କଣ ଚାଲିଛି ନହେଲେ ଯିବି ଖାଲି ଅନା ଅନି ହେଇକିନା ଦେଖୁଛି ରଘୁବୀ ପରିଣାମ ପରିଯା ବହୁତ ବଢିଆ ତମମାନେ ଯଦି ମୋ କଥା ମାନିବ ତମମାନଙ୍କର ବି ଭଲ ହବ ଲାଷ୍ଟରୁ ଗ୍ରାମାର ସବୁ ପଚରା ହବ ଯେବେଠାରୁ କ୍ଲାସ ଆରମ୍ଭ ହବ ସେବେଠାରୁ 90 95
जल्दी जल्दी देखो ए तमा सुनती कलर कौन चाहिए मोबाइल में देखो क्या हाँ ठीक है
चलो पढ़ो चलो
स्पेलिंग मिस्टेक काय होची जहार भी स्पेलिंग मिस्टेक होची ओडिया रो ସେମାନେ କଣ କରିବ ସବୁଦିନ ଗୋଟେ ଲେଖା ପେଜ ନହେଲେ ହାଫ ପେଜ ଲେଖା ଲେଖ ଏବେ କାରଣ ଏବେ ତମ ପାଖେ ସମୟ ଅଛି ଆଗକୁ ଆଉ ଯଦି ପ୍ରଶ୍ନ ଚାହୁଁଛ ଭଲରେ ଦେବ ଏଇଟା ହଉଛି ଗୋଟାଏ ଉପାୟ ବହି ଦେଖିବ କିନ୍ତୁ ଅଧଘଣ୍ଟା ଲେଖିବ ଦେଖିବ ମାସକ ପରେ ତମ ହାତ ସ୍ପିଡ ହେଇଯିବ ଅକ୍ଷର ବି ଭଲ ହେଇଯିବ ଆଉ ସ୍ପେଲିଂ ମିଷ୍ଟେକ୍ ଆଉ ହବ ଖାଲି ପଢିବ ଧାଡିଏ ଲେଖିବ ଯାହାର ବି ସ୍ପେଲିଂ ମିଷ୍ଟେକ୍ ହଉଛି ମିଶେଇ ତମେ ହେଲା ଆଉ ଆଜି ଠାରୁ ଗୋଟେ ମାସ ପରେ ତ ନେକ୍ସଟ କ୍ଲାସ ରେ ବିଷୟ ଖାତା ଦେଖି ତମର ଖାତା ଦେଖି ଆଉ କାହାର ସ୍ପେଲିଂ ମିଷ୍ଟେକ୍ ଆଉ କାହାର ସେମିତି ଟିକେ ଚଳୁ ତମ ଦି ଜଣଙ୍କର ଟିକେ ବେଶୀ ମିଷ୍ଟେକ୍ ହଉଛି ଦେଇକି ବୋର୍ଡ ଏକ୍ସାମ ରେ ମାର୍କ କଟିଯିବ ସ୍ପେଲିଂ ଦେଖ ପଢିବା ପଚାରିବି ବିଶେଷ ପଦ ପୂର୍ବ କ୍ଲାସ ରେ କହିଥିଲି କାହା କୁହାଯାଏ ଆମ ଅଞ୍ଚଳ ଶବ୍ଦକୁ ବିଶେଷ ପଦ କୁହାଯାଏ ଆଉ ତମମାନେ କଣ ପୂର୍ବ କ୍ଲାସ ରେ ପଢା ହେଇଛି ମୁଁ ସରିଯାଇଛି ମୋର ପଢେଇଦେବି ମୁଁ ତ କହୁଥିଲି ସରିଯାଇଛି ପଢେଇଲା ଆଉ ସର୍ବନାମ ପଢେଇବା ଆଉ ଆଜି ବିଶେଷଣ ପଢେଇଦବା ବିଶେଷ ସମସ୍ତେ ଭଲସେ ବୁଝିଛ ତ ବିଶେଷ ବୁଝିଦେଲି ବିଶେଷଣ ପୁରା ହେଇଛି କୋଶ୍ଚିନ୍ ଥିଲା ବିଶେଷର ଦେଖିଲା ହେଇନି ହେଇଥିଲା ଚାଲ ବିଶେଷଣ ଦେଖିବା ଦେଖ ଯେଉଁ ପଦ ଅନ୍ୟ ପଦର ଅନ୍ୟ ପଦ ମାନେ ବିଶେଷ ପଦ ହେଲା ବିଶେଷ ପଦର ଗୁଣ ଅବସ୍ଥା ସଂଖ୍ୟା ପରିମାଣ ବା ନିର୍ଦ୍ଦିଷ୍ଟତାକୁ ପ୍ରକାଶ କରେ ତାହାକୁ ବିଶେଷଣ ପଦ କୁହାଯାଏ ବୁଝିପାରିଲ କଣ ବୁଝିପାରିଲ ଦେଖ ବିଶେଷ ପଦ କଣ ନା ମୁଁ କହିବି ମାନେ ବିଶେଷଣ ଗୋଟେ ମୁଁ କହିବି ବିଶେଷଣ ପଦ କଣ ନା ଫୁଲଟି ସୁନ୍ଦର ହେଲା ଫୁଲଟା ହଉଛି କଣ ଓଟା ମନେ ଅଛନ୍ତି ଖାଲି ଫୁଲ ହେଲା ତାପରେ ହଉଛି ସୁନ୍ଦର ଫୁଲଟି ସୁନ୍ଦର ସୁନ୍ଦର ହଉଛି କଣ ତାର ଗୁଣ ବୁଝିଲେ ସେଟା ହଉଛି କଣ ଗୁଣବାଚକ ବିଶେଷ ମୁଁ ଯଦି କହିବି ଫୁଲଟି ବହୁତ ସୁନ୍ଦର ସେ ବହୁତଟା ହଉଛି କଣ ନା ବିଶେଷଣ ବୁଝିପାରିଲ ମାନେ ଯେ ବିଶେଷ ପଦକୁ ମାନେ କଣ କରେ ବିଶେଷିତ କରେ ହେଲା ବା ତାର ପରିମାଣ ତାର ନିର୍ଦ୍ଦିଷ୍ଟତାକୁ ବୁଝାଏ ତାହାକୁ ବିଶେଷଣ ପଦ କୁହନ୍ତି ଦେଖିବା ଉଦାହରଣ ଦେଲେ ବୁଝିପାରିବେ ଦେଖ ଜ୍ଞାନୀ ଲୋକ ସବୁଆଡେ ଆଦର ପାଏ ସୁନ୍ଦର ଫୁଲ ସମସ୍ତଙ୍କ ମନକୁ ମୋହି ନିଏ ସୁନ୍ଦର ଫୁଲ କଣ ସୁନ୍ଦର ହଉଛି ତାର ଗୁଣ ସେ କଣ ବିଶେଷ ପଦ ହଉଛି କଣ ଫୁଲ ବିଶେଷ ପଦର ଗୁଣ ହଉଛି କଣ ସୁନ୍ଦର ସେଇଟା ହଉଛି ମାନେ ଗୁଣବାଚକ ବିଶେଷଣ
तो विशेष समस्त भलसे बुझिज बुझिज जदि विशेष बुझिज सारे बुझिज तबे देख ज्ञानी लोक सबुआडे आदर पाए ज्ञानीटा कौन कौ वाचक विशेषण गुणवाचक जनकर तमर एना तमे भल पाठ पढुछ तम सेटा गुण वाल्मीकि महर्षि 7 खंड रामायण लेखक थिले 7 खंड एटा कौन ना संख्यावाचक ना हाथ होची ना संख्या आउ संख्या सब परिमाण भितर कौन पार्थक्य ना संख्या पर्टिकुलर गोटे कि दीटा को बुझेइबा परिमाण हेले मु कहबी एई जो पाटिया रे 10 टा आंब अछि सेटा हला कोन संख्यावाचक मु जेति कहबी पाचिया रे अध पाची कि पाचिया रे आंब अछि सेटा कोन हला मु मोर कि साधर किछि माने क्वांटिटी अछि माने मु अनुमान करी कहबी तापर केते परिमाणर अछि सेटा होती परिमाण हैला मु कहबी किले चिनी मुळाए चिनी किले चिनी कोन निर्दिष्टता अछि जे 1 केजी কিন্তু মুড়ায় চিনি তার কিছু নির্দিষ্টতা আছে যে 500 ହେଇପାରେ 250 ହେଇପାରେ কিলো ହେଇପାରେ 5 কিলো ହେଇପାରେ ସେଇটা ହଉଛି ପରିମାଣ ହେଲା ଅଳ୍ପ ଜିନିଷ ଚଳିବାକୁ ମହାତ୍ମା ଗାନ୍ଧୀ ଲୋକଙ୍କୁ ପରାମର୍ଶ ଦେଇଥିଲେ ଅଳ୍ପଟା କଣ ହବ ଏବେ କହିଲି ଅଳ୍ପ ବହୁତ କଣ ହବ ପରିମାଣ ବାଚକ ହେଲା ଗୋବିନ୍ଦ ତାଙ୍କ ଘରୁ 10 ଟଙ୍କା ଆଣିଛି 10 ଟଙ୍କା କଣ ହବ ବୁଝିଗଲେ ଏକାଥରେ ଆଉ ନା ବୁଝିଲ ପୁସ୍ତକଟିର ଦର୍ଶକ ଗଳ୍ପଟି ମତେ ଭଲ ଲାଗିଲା କଣ ହବ ଦେଖ ଏଠି ବି ଦେଇଛି ଗୁଣବାଚକ ବିଶେଷଣ ହଁ ହଁ 1 2 3 10 ଏଗୁଡା ସଂଖ୍ୟା ନୁହଁ ନ ବୁଝିପାରିବ ପଚାରିବ ହେଲା ଦେଖ ଗୁଣବାଚକ ବିଶେଷଣ ଯେଉଁ ବିଶେଷ ପଦର ଗୁଣକୁ ପ୍ରକାଶ କରେ ତାହାକୁ ଗୁଣବାଚକ ବିଶେଷଣ କୁହାଯାଏ ଦେଖ ଦେଇଛି ଉଦାହରଣ ହଁ ଗୋଟେ ଛାତ୍ରର ଗୁଣକୁ ବୁଝୁଥିବ ଶାନ୍ତ ଶିଷ୍ଟ ଭଲ ମାନେ ଦୁଷ୍ଟ ପିଲା ଏଗୁଡା ସବୁ କଣ ତା ଗୁଣକୁ ବୁଝିକି ଦେଖ ଦେଇଛି ସୁଶୀଳ ଛାତ୍ର ଜଟିଳ ଅଙ୍କର କଣ ଅଙ୍କର ଗୁଣଟା ହଉଛି କଣ ଜଟିଳ କଷ୍ଟ ଗଣିତ ଥାଇପାରେ ସହଜ ଗଣିତ ବି ଥାଇପାରେ ଆଉ ଗୋଟେ ହଉଛି ଗଭୀର ମାନେ ଗଭୀର ହୃଦୟ ହେଲା ଆଉ କଣ ନା ଉନ୍ନତ ଦେଶ ପ୍ରଚଣ୍ଡ ଶକ୍ତି ଜ୍ଞାନୀ ବ୍ୟକ୍ତି ନିର୍ମଳ ବାୟୁ ମୁଁ ଖାଲି କହିବି ପବନ ବହୁଛି ଯଦି କହିବି ବହୁତ ପବନ ବହୁଛି ଥଣ୍ଡା ପବନ ବହୁଛି ପବନର କଣ ଥଣ୍ଡାଟା ହଉଛି ଗୁଣ ଯଦି ଗୋଟେ ମଣିଷର ଗୁଣ ହେଲା ମାନେ ପିଲାଟି ମାନେ ବହୁତ ସରଳ ପିଲା ପିଲାର ଗୁଣକୁ ବୁଝିଲେ କେମିତି ଯଦି ମୁଁ କହିବି ମିଠା ପାଣି ପାଣିର କଣ ଗୁଣଟା ହଉଛି କଣ ମିଠା ହେଲା ତା କଣ ଯେତେ ଆଡେ ସବୁ ପାଣି ଅଛି ସବୁ ପାଣି ମିଠା ଲାଗିବ ସମସ୍ତ ମିଠା ଲାଗିବ ନା କିଛି କିଛି ଯେମିତି ତମେ ସବୁ ଛାତ୍ର ଏଠି ବଇଛ ସମସ୍ତଙ୍କର ଗୁଣ ସମାନ ହେଇଥିବ ସମସ୍ତଙ୍କର ଅଲଗା ଅଲଗା ଗୁଣ ହେଇଥିବ ନା ତାପରେ ହେଲା ଦେଖ ସେଠି ନଥିଲା ଏଠି ହଉଛି ଅବସ୍ଥା ବାଚକ ସେଠି ଗୋଟା ମାନେ ଯୋଉ ଦରିଦ୍ର ଅବସ୍ଥା ବୁଝିବ ବିଶେଷ ପଦରେ ସେଟା ଦେଇନଥିଲା ଏଇଠି ଦେଇଥିଲା ଅବସ୍ଥାବାଚକ ବିଶେଷଣ ଯେଉଁ ବିଶେଷଣ ପଦ ବିଶେଷ ପଦର ଅବସ୍ଥାକୁ ବୁଝାଏ ତାହାକୁ ଅବସ୍ଥାବାଚକ ବିଶେଷଣ କୁହାଯାଏ କଣ ବୁଝିଲ ଅବସ୍ଥାକୁ ବୁଝାଇ ଯେ କୋଉ ଅବସ୍ଥା ତମ ମାନେ ତୁମେ ବି କୋଉ ଅବସ୍ଥାରେ ଅଛ ଆମର 4ଟା ଅବସ୍ଥା ଅଛି ଜାଣିଛ କଣ ଶୈଶବ ବାଲ୍ୟ ଆଉ କଣ ଯୌବନ ଅବସ୍ଥା ଆଉ ଗୋଟେ ହଉଛି କଣ ବୃଦ୍ଧାବସ୍ଥା 4ଟା ଅବସ୍ଥା ଏଇଟା ବି ଦେଖା ବୃଦ୍ଧ ବ୍ୟକ୍ତି ମାନେ ସମସ୍ତଙ୍କ ଗୋଟେ ଗୋଟେ ଅବସ୍ଥା ଥାଏ କାହିଁ ବୁଝିବ ଆଉ ଗୋଟେ ଅଛି ଛିଣ୍ଡା ଥପ ଦଦରା ନାବ ମାନେ ତାର ଅବସ୍ଥା ଟା ହଉଛି ସେଇଆ ଆଉ ଗୋଟେ ହଉଛି ଦରିଦ୍ର ଲୋକ ଦରିଦ୍ର ଅବସ୍ଥା ଆଉ ଗୋଟେ ହଉଛି କଣ ଦୁର୍ବଳ ଶରୀର ତାପରେ ଦେଖ ଦେଇଛି ସଂଖ୍ୟାବାଚକ ବିଶେଷଣ ସଂଖ୍ୟାବାଚକ ବିଶେଷଣ କଣ ନା ଯେଉଁ ବିଶେଷଣ ପଦ କଣ ବିଶେଷ ପଦର ସଂଖ୍ୟାକୁ ବୁଝାଏ ନାଇଁ କି ସବୁଆଡେ ବିଶେଷ ପଦକୁ ବିଶେଷିତ କରୁଥିବ ବିଶେଷଣ ପଦ
कौन ना 50 टका 5 किलो 7 समुद्र 300 जोटी तक संख्या लगी एक को आरंभ करे से हजार हो कोटी हो जे कौन संख्या लगी मतलब आखि बुझिकिना लिखिबो संख्या अच्छा ना बुझियो এটা সংখ্যা বাচক দেখো কপি করা বাচক জଣା পড়িବ କିନ୍ତୁ ଏଭଳି ପରିମାଣ କେମିତି ଜଣା ପଡିବ ନାଇଁ ମିଷ୍ଟେକ ରୁ ଦେଇଦେବି କଣ ହେଲା ଦେଖ परिमाणवाचक विशेषण जो विशेषण पद विशेष्य पदर परिमाण बुझाए ताहाकू परिमाणवाचक कौन कहिथि परिमाणवाचक अल्प बेसी नाइ तमर कोन गप चलछि ती जण कहलो ओटा उदाहरण परिमाणवाचक ମାନେ ମୁଁ କହିଛି ଅଳ୍ପ ବେଶୀ ତମର ଉଦାହରଣ ଦେଇକିନା କହୁନ ହଁ ତାପରେ ହେଲା ନିର୍ଦ୍ଦିଷ୍ଟତା ବାଚକ ବିଶେଷଣ ଏଇଠି ଟିକେ ବୁଝିବ ଦେଖ ଯେଉଁ ବିଶେଷଣ ବିଶେଷ୍ୟ ପଦର ନିର୍ଦ୍ଦିଷ୍ଟତାକୁ ପ୍ରକାଶ କରେ ତାହାକୁ ନିର୍ଦ୍ଦିଷ୍ଟତା ବାଚକ ବିଶେଷଣ କୁହାଯାଏ ଏଇ ପିଲାମାନେ ମନେ ରଖୁଥିବ ଏଇଟା ହଉଛି ବିଶେଷଣ ପଦ ଗୋଟେ ହେଲା ଗୁଣବାଚକ ତାପରେ ଅବସ୍ଥା ସଂଖ୍ୟାବାଚକ ପରିମାଣବାଚକ ଆଉ ହଉଛି ନିର୍ଦ୍ଦିଷ୍ଟତା ନିର୍ଦ୍ଦିଷ୍ଟତା କହିଲେ ମାନେ ଆମର କେତେ ନା ଦି ପ୍ରକାର निर्दिष्ट कौन ना गोटा हूँ पूरणवाचक गोटा हूँ संख्यावाचक तो गोटा बुझिपारे संख्या और पूरण देखो उदाहरण देछि संख्या होछि कौन ना 1 2 3 4 पर जो पूरणवाचक होछि प्रथम द्वितीय तृतीय चतुर्थ कारण ये संख्या लेखा होछि ये कौन से अक्षर लेखा है देखो पूरणवाचक विशेषण संख्यार गठित होई विशेषण निर्दिष्ट प्रकाश करे जेपरि तृतीय पुत्र पंचम धाड़ी सेमिति कौन हो ना देख एटा होची जो निर्दिष्टता हेछि एटा होची प्राय सेम कौन ना संख्यावाचक पूरणवाचक मु कहबी तांकर पांचटा पुओ सेटा हो संख्यावाचक मु कहबी ये होची कौन ना तांकर पंचम पुत्र ହେଲା ସେଇଠି ହବ କଣ ପୂର୍ଣବାଚକ ମାନେ କଣ ନା ଗୋଟେ ଜାଗାରେ ପୂର୍ଣ୍ଣ ହେଇଯାଉଛି ନା ସେଇଟାକୁ ପୂର୍ଣବାଚକ ତାପରେ ଦେଖ ସାର୍ବଜନିକ ବିଶେଷଣ देख पिलाने तुम सर्वनाम पढ़ी कौन सर्वनाम सर्वनाम कही शुण एक पद बदल जहाँ व्यवहार कराए से हूँ सर्वनाम पद ये सर्वनाम को पढ़ी ना बुझीदब गोटे मिनिट ना सर्वनाम न बुझे सर्वनाम को बुझीपर तुम तो सर्वनाम को जान मुझे तुमको डायरेक्ट विशेषण पढ़ी तुम फास्ट विशेष पढ़िले ही तुम विशेषण जान सर्वनाम जानिले तुम सर्वनाम तो जान हाँ देख जो पद साधारणतः विशेष्य विशेषण वाक्यार्थ परिवर्ते व्यवहृत होता है ताहाको सर्वनाम कहुए कौन ना मु कहबी माने राम भल पिला लेखिली राम भल पिला तापर वाक्य लिखिली से भल पाठ पढ़े सेटा का लगे राम को सेटा होउची सर्वनाम क्या बुझिपिल एक पद बदल जहाँ जो शब्द व्यवहार करा जाए माने एटा कोन ना वाक्य को सुंदर करबे मु जदि कहबी राम होची गोटे भल पिला राम राम भल पाठ पढ़े राम भल खेले एटा कोन माने पुनरावृत्ति हो जाउची सुनिया को विरक्त लागुची ना सेमिति माने कोन राम भल पाठ पढ़े से कोन से भल खेले
ହେଲା ସେ ଭଲ ଚିତ୍ର କରେ ହେଲା ତାପରେ ଦେଇଛି ଦେଖ ଦେଇଥିବ ଦେଖ ଦଶରଥ ଅଯୋଧ୍ୟାର ରାଜା ଥିଲେ ତାଙ୍କର 4 ପୁତ୍ର ଥିଲେ ଯଦି ଏଠି ଲେଖିଥାନ୍ତା କି ଦଶରଥ ଅଯୋଧ୍ୟାର ରାଜା ଥିଲେ ଦଶରଥଙ୍କର 4ଟି ପୁତ୍ର ଥିଲେ ମାନେ କଣ ନା ବାକ୍ୟରେ ପୁନରାବୃତ୍ତି ଦୋଷରୁ ରକ୍ଷା କରେ କିଏ ନା ସର୍ବନାମ ପଦ ଏକ ପଦ ବଦଳରେ ଯାହା ବ୍ୟବହାର କରାଯାଏ ଆମେ ତାକୁ ସର୍ବନାମ ପଦ କହୁ ବୁଝିହେଲା ଏଇଠି ଦେଖ ସର୍ବନାମରୁ ଗଠିତ ହୋଇ ବା ସର୍ବନାମ ବାହାରକର ବିଶେଷଣ ବାହାର ଖାଲି ଏତିକି ତମେ ଖାଲି ଜାଣିବା ଦରକାର କି ସର୍ବନାମ କାହାକୁ କୁହାଯାଏ ଜାଣିଲେ ସିନା ଏଇଟା ବୁଝେଇବ ମୁଁ ତମକୁ ଯେତେ କହିଲେ ବି ତମେ ବୁଝିପାରିବନି ଏ ସର୍ବନାମ ଗୋଟେ କିଛି କହିଦେଲେ ତମେ ବୁଝିପାରିବ ସର୍ବନାମରୁ ଗଠିତ ହୋଇ ବା ସର୍ବନାମ ଯେଉଁଠାରେ ବିଶେଷଣ ନିର୍ଦ୍ଦିଷ୍ଟତା ପ୍ରକାଶ କରେ ତାହାକୁ ସାର୍ବନାମିକ ବିଶେଷ୍ୟ କୁହାଯାଏ କଣ ହେଇଛି ନା ଏ ଲୋକ ଯେଉଁ ଦେଶ ସେହି ରାଜା ଯେଉଁ କଥା ଆଉଟା କଣ ନା ଯେ ଦେଶ ଯାଇ ସେ ଫଳ ଖାଇ ମାନେ ତମର ସର୍ବନାମର ଅଛି ଏଇଟା ହଉଛି କଣ ନା ହଉଛି ଆପେକ୍ଷିକ ସର୍ବନାମ ସର୍ବନାମ ଅଛି ଦେଖିବ ଯୋଉଠି ଲାଗିଥିବ ସେ ହେଲା ଯେ ମାନେ ଯେ ଦେଶ ଯେ ଆଉ ସେଗୁଡା ହଉଛି କଣ ନା ସର୍ବନାମ ପଦ ବୁଝିପାରୁଛ ଆଁ ମୁଣ୍ଡ ଟୁଙ୍ଗାରୁଛ ନାଇଁ ସେକେଣ୍ଡ ପାଠରେ ବୁଝିଲେ ହିଁ ନାହିଁ ତାପରେ ଦେଖ ତୁଳନାତ୍ମକ ବିଶ୍ଳେଷଣ ତୁଳନାତ୍ମକ ପିଲାମାନେ କଣ ବୁଝ ଜଣକ କେମିତି ଆଉ କଣ କଣ କରି ଏଇଠି ଦେଖ ଦୁଇଟି ବିଶେଷଣ ମଧ୍ୟରେ ତୁଳନା ହେଲେ ମୂଳ ବିଶେଷଣକୁ ଛାଡି ଅର୍ଥାତ୍ ପ୍ରଥମ ରୂପକୁ ଛାଡି ଅନ୍ୟ ଦୁଇଟି ରୂପ ତୁଳନାତ୍ମକ ବିଶେଷଣ ହୁଅନ୍ତି ଦେଖ ଦେଇଛି ତଳେ ଦେଇଛି ଦେଖ ମୂଳ ବିଶେଷଣ ଦୁଇ ମଧ୍ୟରେ ତୁଳନାତ୍ମକ ବିଶେଷଣ ଆଉ ଗୋଟେ ହଉଛି କଣ ନା ଫାଷ୍ଟ ଗୋଟେ ବିଶେଷଣକୁ ଆମେ କେମିତି ଲେଖିବା ଦୁଇଟା ବିଶେଷଣ ଭିତରେ କେମିତି ପାର୍ଥକ୍ୟ ଦେଇଛି ଆଉ ଗୋଟେ ଦେଇଛି ମାନେ ଯଦି ଦୁଇରୁ ମାନେ ଅତ୍ୟଧିକ ମାନେ ମାନେ 3 ହେଇପାରେ 4 ହେଇପାରେ ସେଇ ବିଶେଷଣ ଭିତରେ ଆମେ ମାନେ କେମିତି ତୁଳନା କରିବୁ ଦେଇଛି ବୃହତ୍ତର ବୃହତ୍ତମ ପ୍ରାଚୀନ ପ୍ରାଚୀନତର ପ୍ରାଚୀନତମ କ୍ଷୁଦ୍ର କ୍ଷୁଦ୍ରତର କ୍ଷୁଦ୍ରତମ ଏଇଟା ଥରେ କରିଦେଲେ ହେଇଯିବ ତମେ ନିକଟ ନିକଟତର ନିକଟତମ ଗୁରୁ ଗରିଆନ ଗରିଷ୍ଠ କଣ ହେଲା ହଁ ବା ଆଉ ବିଶେଷଣ କଣ ନାଇଁ ଯୋଉ କଣ ତ ବିଶେଷ୍ୟ ପଦକୁ ଇଂଲିଶରେ କଣ କହନ୍ତି ଆଁ ନାଉନ କହନ୍ତି ବିଶେଷଣକୁ କଣ କହନ୍ତି ଜାଣିଲ ତାପରେ ଦେଖ କ୍ରିୟାଜ ବିଶେଷଣ କ୍ରିୟାଜ ବୁଝୁଛ ଯୋଉ କ୍ରିୟା ମାନେ କଣ ଏଟା ହଉଛି କ୍ରିୟା ହଉଛି କଣ ଯୋଉଟା କ୍ରିୟାରୁ ଯୁକ୍ତ କ୍ରିୟା ଏଟା ହଉଛି କ୍ରିୟାଜ ମାନେ କ୍ରିୟା ନଥିବ କ୍ରିୟାରୁ ଆରମ୍ଭ ହେଇଥିବ ଟୋଟାଲି କ୍ରିୟା ହେଇନଥିବ ଦେଖ ବୁଝେଇବି ଶୋଇଲା ପୁଅର ଭାଗ ନାହିଁ ଖାଇବା ଶୋଇବା ପଢିବା ଟୋଟାଲି କଣ କ୍ରିୟା ହେଲା କିନ୍ତୁ ଏଟା ଦେଖ କ୍ରିୟାରୁ ଜାତ ବିଶେଷଣ ପଦକୁ କ୍ରିୟାଜ ବିଶେଷଣ କୁହାଯାଏ ଏହା ବିଶେଷଣର କ୍ରିୟା ଅବସ୍ଥାକୁ ପ୍ରକାଶ କରେ ଦେଖ ଯୋଉ ପଦଟା ମାନେ କ୍ରିୟା ହେଇଥିବ କିନ୍ତୁ ଲାଷ୍ଟକୁ ସେ ସମ୍ପୂର୍ଣ୍ଣ ହେଇପାରୁନଥିବ ମାନେ କଣ ନା ନାହିଁ ଥିବ ହେଲା ଗରଜିଲେ ମେଘ ବର୍ଷେ ନାହିଁ ମାନେ ମେଘଟା ଗର୍ଜୁଥିବ ଯଦି ବର୍ଷାଟା ବରଥିବ ସେଟା କଣ କ୍ରିୟା ଥିବ କିନ୍ତୁ ବରଷା ବରଷୁନି ସେଟା କ୍ରିୟାରୁ ଜାତ କିନ୍ତୁ କ୍ରିୟା ନୁହେଁ ଚାଲିଲେ ଶଗଡରେ ହାତ ଦିଅ ନାହିଁ ଖର୍ଚ୍ଚ ଆଉ ଗୋଟେ ପେସ୍ତ ଆଉ ନା ତ ଇଏ ବୁଝିପାରୁଛ ବିଶ୍ଳେଷଣ ବିଶ୍ଳେଷଣ କଣ କହିବା ଫାଷ୍ଟ କହିଦେଇଛି ପବନ ବହୁତ ଜୋରରେ ବହୁଛି ଫୁଲଟି ବହୁତ ସୁନ୍ଦର କଣ ବହୁତ ହଉଛି ବିଶେଷଣର ବିଶେଷଣ ଦେଖାଇ ଅଛି
जो विशेषण अन्य विशेषणर परिमाण बा आदि प्रकाश करे ताहाको विशेषणर विशेषण कहते कौन ना अति अंधार राति डंगा चलाइबा निरापद नुहे देख अंधार राति ना अंधार होती कौन विशेषण किंतु आउ गोटे विशेषण लगिला अति अंधार राति है जो लगे देखो बहुत अति एक देखो खूब तोफा जन माने सफा जन धड़ा जन आकाश शोभा पाऊ खूब है एटा हूँ कौन ना विशेषण विशेषण माने आहुरी अधिक विशेषित कर क्रिया विशेषण तो बुझी पार घोड़ा शीघ्र दौड़ी पारे कामटी भलरे होई गला तुमे काली चंचल आसीब क्रिया न सब जहाँ तुम कार्य कर क्रिया हम हरिणटी बेगरे धाउची दीपटी मिंजी मिंजी जळुची तापर हेउछु कोन ना सामंदिक विशेषण षष्ठी विभक्ति युक्त होई विशेष्य पद विशेषण रूपे व्यवहृत हेले ताको सामंदिक विशेषण कहते पिला माने विभक्ति जानिछ जानिन मोर केतरा सातटा सातटा विभक्ति अछि हैला जे कहि जे हमर अछि गोटे से विभक्ति भीतर भी विभक्ति सब केते प्रकार माने अछि तार जो प्रथम विभक्ति रे तार अछि माने केते प्रकार द्वितीय विभक्ति तार अछि 15 प्रकार माने से निमित्त अर्थ रे दानार्थे संबंधी रे एमति केते प्रकार सब अछि विभक्ति हैला ता मध्ये षष्ठी विभक्ति जोटा ता द्वारा अछि गोटे अछि संबंधिक विशेषण सामंदिक माने अछि विभक्ति हैला माने जन संबंध विषय कह जिबा न देख हम पढिलो देख देख उदाहरण देले बुझी पारिबो गुणर पिले सबुठी आदर पाए गुणर पिले कोन पिला उद्देश्य रे किछि बा पिला संबंध कहले सेटा होची संबंध वाचक हैला तमे जदि आकु बुझिया को पडियो ताले टोटली विभक्ति रो षष्ठी विभक्ति जाय कि बुझिले तापर आकु नै बुझी पारिबो हैला तेनु को देखो जहा संबंध रे को देखियो सेटा होची संबंध वाचक देखिबार कथा सरकार निष्पत्ति कौन होची एटा कोन सरकार संबंध रे कह जाउची हैला बुझी परछ निद माडुची ना तापर देखो आ गोटा विशेषणर विशेष्य रूपर व्यवहार एटा उदाहरण दे देछि सुंदर तृप्तिर अवसाद नाही अत्याचारीर पतन निश्चय एठारे रेखांकित पद गुड़िक विशेषण मात्र सेगुड़िकर विशेष्य पद दिया जाय नथिबार सेगुड़िक विशेष्य रूप में व्यवहृत होई जोड़ा दे देछि माने विशेषणर विशेष्य रूप माने आमे कोन विशेषण विशेष्यर विशेष्य रूप विशेषण एठी देछि कोन ना विशेषणर विशेष्य रूप देखो सुंदर तृप्तिर अवसाद ना एठी कोन खाली सुंदर हेले सुंदरटा का बुझुछि विशेष्य पद को बुझुछि नहीं जदि हेता बहुत सुंदर सेटा हेता विशेषण विधेय विशेषण केवल कौनसी प्रकार विशेषण जदि विशेष्यर परे विभूत हुंती ताहाको विधेय विशेषण कहते कोन ताळ गछटी डेंगा गछ पिला माने कोन माने मु कहबी खाली कहबी गछ से को विशेष्य जातिवाचक विशेष तापर देछि खाली देछि डेंगा डेंगाटा कोन तार गुण को बुझिली से देछि कोन ना विशेष्य परे व्यवहृत होइबो माने विशेष्य पद होछि गछ डेंगाटा होछि विशेषण हैला विशेष्य पदर परे व्यवहार होला सेति पई ता ना होला विधेय विशेष हैला पिलाटी बुद्धिमान तार गुण को बुझेला हिमालय सबु पर्वत मध्य उच्चतम हरिगला विशेषण शेष तो नेक्स्ट क्लास में पढ़ी जाइथिबो जहाँ जे न बुझी पारियो पछरे